କ୍ୟାରେଟରେ ଏମିତି ବି ଫୁଲ ହୁଏ ବୋଲି ମୁଁ କେବେ ବି ଜାଣିନଥିଲି। ହାଇ ଫ୍ରେଣ୍ଡ, ଗୁଡ୍ ମର୍ଣ୍ଣିଂ। ସକାଳ ସକାଳେ ମୁଁ ପଳାଇଥିଲି ମାର୍କେଟକୁ କାହିଁକିନା କଦଳୀ ପାଇଁ। କଦଳୀ ଏତେ ଆଣିଲି ଯେ ଲାଷ୍ଟ ନ ଆସିବାକୁ ପଡ଼ିଲା ହୋଟେଲ ଦେଖନ୍ତୁ ଏବେ ଅର୍ଡ଼ର ଫର୍ଡ଼ର ଟିକେ ଚାଲିଛି କାହିଁକିନା କାମ ଟିକେ ଥିଲା ହୋଟେଲରେ। ଏପଟେ ଦେଖନ୍ତୁ ସିଦ୍ଧି ଭାଇ ସାଙ୍ଗକୁ ଆଉ ଆମର ବିକ୍ରମ ଭାଇ ଦେଖନ୍ତୁ କେମିତି ଚାଲିଛି ଦେଖନ୍ତୁ। ଏପଟେ ଦାସ ଗୋଟେ ହାଇ ଫାଇ ହେଉଛନ୍ତି କାହିଁକିନା ଏବେ ଟାଇମ୍ ହେଇଥିଲା କାହିଁକିନା ବିରିୟାନୀ ବହୁତ ବି ସରିଯାଇଥିଲା, ବିରିୟାନୀ ବେଶୀ ନଥିଲା। ଏପଟେ ଆଉ କିଛିଟା ବିରିୟାନୀ ମାତ୍ର ବାକି ଥିଲା, ଦାସ ଦେଖି ଦେଉଛନ୍ତି ଦେଖନ୍ତୁ ପୁରା। ଆଉ ଏପଟେ ଦେଖନ୍ତୁ ସିଦ୍ଧି ଭାଇ କି ଆମର ଆଉ ବିକ୍ରମ ଭାଇ ଦେଖନ୍ତୁ କିନ୍ତୁ ପୁରା ମଜା ମସ୍ତି ପୁରା ଚାଲିଛି। କେଉଁ ରେଟ୍ରେ କ୍ୟାରେଟ୍ରେ ଚାଞ୍ଚିକି ଏମିତି ମାନେ ଫୁଲ ହେଇପାରେ ବୋଲି ମୁଁ କେବେ ସ୍ୱପ୍ନରେ ଭାବିନଥିଲି ଯେ ଏମିତି ଫୁଲ ହେଇଯାଇପାରେ। ଦେଖନ୍ତୁ ନିଶ୍ଚିନ୍ତ ଟ୍ରାଏ କରିବେ। ଆପଣ କେବେ ଏମିତି ଟ୍ରାଏ କରିଛନ୍ତି? ନିଶ୍ଚିନ୍ତ ଟ୍ରାଏ କରିଛନ୍ତି, ନିଶ୍ଚିନ୍ତ ଏମିତି ମସାଜ କରିବେ ନିଶ୍ଚିନ୍ତ। ଆଉ ଏ ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର। ଆଉ ଯେଉଁମାନେ ପିକୁନ ସ୍ପେଶାଲ ଫାଷ୍ଟ ଟାଇମ୍ ଆସୁଛନ୍ତି ନିଶ୍ଚିନ୍ତ ଏମିତି ଭିଡ଼ିଓ ଦେଖିବା ପାଇଁ ନିଶ୍ଚିନ୍ତ ଲାଇକ୍ ଆଣ୍ଡ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିକି ଯିବେ। ଏପର୍ଯ୍ୟନ୍ତ କେତେ ସୁନ୍ଦର ଦେଖନ୍ତୁ ଫୁଲ ହେଇଯାଇଥିଲା। ଆଉ ଏପଟେ ଟାଇମ୍ ବି ହେଇଯାଇଥିଲା କାହିଁକିନା ଯିବାର, ତା ଭିତରେ କିଛିଟା ଫଟୋ ସୁଟ୍ କରିଦେଇଥିଲି ଦେଖନ୍ତୁ କେତେ ସୁନ୍ଦର ଫଟୋ ହେଇଛି। ଆଉ ନିଶ୍ଚିନ୍ତ ଲାଇକ୍ ଆଣ୍ଡ ସେୟାର ଆଣ୍ଡ ସବସ୍କ୍ରାଇବ୍।